ରେଳ ଧାରଣା ବିଦ୍ୟୁତ୍ ତାରରେ ସାପ ଭାଙ୍ଗିଲା ଚଳନ୍ତା ବିଶାଖାପାଟଣା କିରାଣ୍ଡୁଳ ପାସେଞ୍ଜର ଟ୍ରେନ୍ର ପେଣ୍ଟୋଗ୍ରାଫ୍। କିରାଣ୍ଡୁଳ ରେଳ ଧାରଣାରେ ଏକ ବିଚିତ୍ର ଦୃଶ୍ୟ ଦେଖିବାକୁ ମିଳିଛି। ରେଳ ଧାରଣାର ବିଦ୍ୟୁତ୍ ତାରରେ ଝୁଲୁଥିବା ସାପର ସଂସ୍ପର୍ଶରେ ଆସି ପାସେଞ୍ଜର ଟ୍ରେନ୍ର ବିଦ୍ୟୁତ୍ ସଂଯୋଗ କରୁଥିବା ପେଣ୍ଟୋଗ୍ରାଫ୍ ଭାଙ୍ଗି ଯାଇଛି, ଯାହାଫଳରେ ଟ୍ରେନ୍ 1.5 ଘଣ୍ଟା କାଳ ମରାମତି ପାଇଁ ପାଲିବା ଷ୍ଟେସନରେ ଅଟକି ରହିଥିଲା। ପାଲିବା ଷ୍ଟେସନ କର୍ତ୍ତୃପକ୍ଷ ଓ ଟ୍ରେନ୍ ଚାଳକଙ୍କଠାରୁ ସୂଚନା ପାଇ ଘଟଣାସ୍ଥଳକୁ କୋରାପୁଟରୁ ରେଳ ବିଭାଗର ମରାମତି ଦଳ ପହଞ୍ଚି ମରାମତି ଯଥା ପେଣ୍ଟୋଗ୍ରାଫ୍ ବଦଳାଇଥିବା କୋରାପୁଟ ରେଳ ବିଭାଗରୁ ସୂଚନା ମିଳିଛି। ମରାମତି ପରେ ଟ୍ରେନ୍ଟି କିରଣଟୁଳ ଅଭିମୁଖେ ଯାତ୍ରା କରିଛି। ସାମାନ୍ୟ ସାପଟିଏ ପାଇଁ 1.5 ଘଣ୍ଟା କାଳ ଅଟକିଲା ଟ୍ରେନ୍। ରେଳଯାତ୍ରୀ ଓ ଷ୍ଟେସନରେ ଉପସ୍ଥିତ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଏହି ଘଟଣା ଏବେ ବେଶ୍ ଚର୍ଚ୍ଚା ହୋଇଛି। କୋରାପୁଟରୁ ମଦନ ମୋହନ ସାହୁଙ୍କ ରିପୋର୍ଟ, ସମ୍ଭବ ଟିଭି ଓଡ଼ିଆ।